ପୂର୍ବତନ ସରପଞ୍ଚ ତଥା ଗଜପତି ଜିଲ୍ଲା ବିଜେଡି ଜେନେରାଲ ସେକ୍ରେଟାରୀ ଆସିବାର ଉଦ୍ଦେଶ୍ୟ ହେଲା ଗର୍ଡମା ଗ୍ରାମ ପଞ୍ଚାୟତରୁ ଭାଗ କରିବା ପାଇଁ ଆମେ ମୋବାଇଲରେ ନେଇଛୁ। ଆମର ଲୋକ ସଂଖ୍ୟା ହେବ 5000 ପରେ, ଆଉ ଭୋଟର୍ସ ଏବେ 1700ରୁ 1800 ପାଖାପାଖି। କାରଣ ସେଇଟା ଗୋଟେ ଦୁର୍ଗମ ଅଞ୍ଚଳ, ଉପାନ୍ତ ଅଞ୍ଚଳ, ଯେଉଁଠି ମାଓ ଅଞ୍ଚଳ ବୋଲି କୁହାଯାଉଥିଲା। ଆଜି ସ୍ୱାଭିମାନ ଅଞ୍ଚଳ ତିଆରି ହୋଇଛି, ଯେଉଁଠିକି ପଞ୍ଚାୟତ ଭାଗ ହେବାର ଆବଶ୍ୟକତା ରହିଛି, ଯେଉଁଠି ମୋହନା ବ୍ଲକଠୁ ଦୀର୍ଘ 70-65 କିଲୋମିଟର ପାଖାପାଖି ହେବ। ତେଣୁ ଆଉ ଗର୍ଡମାଠୁ ଏଇଟାର 20-25 କିଲୋମିଟର ଡିଷ୍ଟାନ୍ସ ହେବ। ସେମାନଙ୍କର ଯିବା ଆସିବା ବହୁତ କଷ୍ଟ ଅନୁଭବ କରୁଛନ୍ତି। ଯେଉଁଠି ଆପଣ ଜାଣିଛନ୍ତି ଗତ ଦିନରେ 2000 ପୂର୍ବରୁ ତାଙ୍କୁ ଯାଉ ମରିକି ତାଙ୍କୁ ଯାଉ ଖାଇକି ମରିଥିଲେ ସାପାଗୁଡ଼ା, ସେ ଗାଁ ବାସିନ୍ଦା ମଧ୍ୟ ଏଇଠି ଉପସ୍ଥିତ ଅଛନ୍ତି। ତେଣୁ ମୁଁ ଜଣେ ଆଦିବାସୀ ନେତା ହିସାବରେ ନିବେଦନ କରେ, ସେଇ ମୋବାଇଲରେ ସେଇଟା ପଞ୍ଚାୟତ ଯଦି ହେବ ପ୍ରତ୍ୟେକ 20-25 ଖଣ୍ଡ ଗାଁର ଉପକାର। ମ୍ୟାଡ଼ାମ୍, ଆମେ ସରକାରଙ୍କୁ ଆପଣମାନଙ୍କର ମାନେ ଅଭିଯୋଗଟା ଆମେ ଲେଖିକି ପଠାଇବୁ, ଆଉ ସରକାରଙ୍କର ପ୍ରୋଭିଜନ ହିସାବରେ ସେଇଟା ଯାହା ହେବାର ଅଛି ତାର ଗାଇଡ଼ଲାଇନ୍ ହିସାବରେ ଆମେ କରିବାର ବ୍ୟବସ୍ଥା କରିବୁ ବୋଲି ପ୍ରତିଶ୍ରୁତି ଦେଇଛୁ। ମୋହନା ବ୍ଲକରେ ଥିଲା ସାର୍। ଅନ୍ୟ ଗାଁ ଗୁଡ଼ାକ ବି ଆପଣଙ୍କୁ ସହଯୋଗ କରୁଛନ୍ତି? ପ୍ରତ୍ୟେକ ଗାଁ ସହଯୋଗ ଅଛି, ଆଉ ସହଯୋଗ ଅଛି, ତାଙ୍କର ଲେଖା ବି ଅଛି। ସେ ଗାଁ ଗୁଡ଼ାକ ବି ଆପଣମାନଙ୍କୁ ଆମେ ମିଡ଼ିଆ ବନ୍ଧୁମାନଙ୍କୁ ଆମେ ଦେଇଛୁ, ତାଙ୍କ ଲିଷ୍ଟ ଦେଇଛୁ। ସେଇଟା ଆପଣମାନେ ଭଲ ଭାବରେ ଦେଖିବେ। ସେଇଟା ବି ଚିଠି ଦେଇଛୁ ସବୁ ଗାଁ ମାନଙ୍କର ମତାମତ ନେଇକି, ଏବଂ ସେଇ ଗାଁର ପଲ୍ଲୀ ସଭା ଗ୍ରାମ ସଭାର ମଧ୍ୟ ଆଟେଷ୍ଟ କରେ। ସାର୍, ମୁଁ ଗରଡ଼ମା ଏକ ସରପଞ୍ଚ, ମୋର ନାଁ ହେଉଛି ନରେଶ ମୋଟା ମାଝୀ। ବର୍ତ୍ତମାନ ଆମେ ଜିଲ୍ଲାପାଳ ନିକଟରେ ପଞ୍ଚାୟତ ଭାଗ କରିବା ପାଇଁ ଦେଇଅଛୁ। ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇଛି। ମୁଁ ସରକାରଙ୍କ ନିକଟରେ ଚିଠି ଲେଖିବି, କିଛି ଅସୁବିଧା ନାହିଁ, ଇଣ୍ଟର ଏରିଆ ପାଇଁ କାମ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋହନା ବ୍ଲକର ସାର୍, ଆମର ମୋହନା ବ୍ଲକରେ ତ 39ଟା ଜିପି ଅଛି ସାର୍। ବର୍ତ୍ତମାନ ଆଉ କେତେଟା କେଉଁ ପଞ୍ଚାୟତ କ'ଣ କରୁଛନ୍ତି ସେଟା ତ ଆମେ କ୍ଲିଅର ଜାଣିପାରୁନି, କିନ୍ତୁ ଆମ ଗର୍ଡମା ଜିପି ଭାଗ କରିବା ପାଇଁ ଆମର ଘାଟି ପାହାଡ଼ ଅଞ୍ଚଳ ଆଉ ରେସନ କାର୍ଡ଼, ରେସନ ଚାଉଳ, ତା ସହିତ ଆମର ଭତ୍ତା, ବାର୍ଦ୍ଧିକ ଭତ୍ତା ମଧ୍ୟ ଲୋକମାନେ ଯିବା ଆସିବାରେ ବହୁତ ଅସୁବିଧା ହେଉଛନ୍ତି। କିଏ ତ ବାଟରେ ରହୁଛନ୍ତି, କିଏ ତ କ'ଣ ହେଉଛନ୍ତି, ଏମିତି ହଇରାଣ ହେଉଛନ୍ତି। ସେଥିପାଇଁ ବାଧ୍ୟତା ସବୁ ଗାଁର ମତ ନେଇକି ଆମେ ଏଇଟା ପଞ୍ଚାୟତ ଡିଭାଇଡ଼ କରିବା ପାଇଁ ପ୍ରତିଶ୍ରୁତି ନେଇଛୁ।